ଏମିତି ସବୁଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣ ଗ୍ରହ ଏବଂ ନକ୍ଷତ୍ରଙ୍କ ବିଷୟରେ ସବୁ କଥା ଜାଣିପାରିବେ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଆମେ ଏହି ସେପ୍ଟେମ୍ବର ମାସଟି କନ୍ୟା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ କିପରି ରହିବ ସେ ବିଷୟରେ ଜାଣିନେବା। ଯେଉଁମାନଙ୍କର ଜାତକ ଅଛି, ସେମାନଙ୍କର ଜାତକରେ ଯଦି କନ୍ୟା ରାଶି ଅଛି ତାହେଲେ ସେମାନଙ୍କର କନ୍ୟା ରାଶି। ଯେଉଁମାନଙ୍କର ଜାତକ ନାହିଁ ସେମାନେ ତାଙ୍କ ନାମ ଅନୁସାରେ କନ୍ୟା ରାଶିକୁ ଜାଣିପାରିବେ। କନ୍ୟା ରାଶିର ଦ୍ୱାଦଶ ଭାଗ ହେଉଛି ସିଂହ ରାଶି। ସେପ୍ଟେମ୍ବର 1 ଠାରୁ 17 ସେପ୍ଟେମ୍ବର ଯାଏଁ କେତୁ ସହିତ ଯୋଡ଼ି ହୋଇ ରହିବେ। 1 ସେପ୍ଟେମ୍ବର ଠାରୁ 17 ସେପ୍ଟେମ୍ବର ଯାଏଁ ଗାଡ଼ି ଏବଂ ଯାନବାହନ ସାବଧାନରେ ଚଲାନ୍ତୁ। କୌଣସି ରିସ୍କ ନେଇ ଆପଣ କାମ କରନ୍ତୁ ନାହିଁ, ଅସଫଳ ହେବାର ବହୁତ ସମ୍ଭାବନା ଅଛି। ନଦୀ ଏବଂ ସମୁଦ୍ରରେ ଗାଧୋଇଲା ବେଳେ ଆପଣ ଟିକେ ସତର୍କ ରହିବେ, କାରଣ ଏହି ମାସରେ କେତୁଙ୍କର ନଜର କନ୍ୟା ରାଶି ଉପରେ ରହିବ। କେତୁଙ୍କ ପ୍ରଭାବରେ କିଛି ଲୋକ ଆପଣଙ୍କ ସହିତ ଅଯଥା ଯୁକ୍ତି ମଧ୍ୟ କରିପାରନ୍ତି। ତେଣୁକରି ଆପଣ ସେମାନଙ୍କ ସହିତ ଯୁକ୍ତି ନକରି ତାଙ୍କଠାରୁ କ୍ଷମା ମାଗି ସେ ଜାଗାକୁ ତୁରନ୍ତ ପରିତ୍ୟାଗ କରନ୍ତୁ। ଛୋଟ ଛୋଟ କଥାରେ ଭୟଙ୍କର କଳହ ସୃଷ୍ଟି ହେବାର ଏହି ମାସରେ ବହୁତ ସମ୍ଭାବନା ଅଛି। ଯଦି ଆପଣ କୌଣସି ଜାଗାରେ ଧନ ବିନିଯୋଗ କରୁଛନ୍ତି, ଯେପରିକି ବ୍ୟବସାୟରେ ହେଉ କି କୌଣସି ନୂଆ କାମରେ ହେଉ, ଦେଖି ଚାହିଁ ଆପଣ ଧନ ନିବେଶ କରିବେ, କାରଣ ଧନ କ୍ଷୟ ଏବଂ ଲସ୍ ସହିବାକୁ ଆପଣଙ୍କୁ ପଡ଼ିପାରେ। ଯଦି ଆପଣ କୌଣସି ଦୂର ଜାଗାକୁ ଯାତ୍ରା କରୁଛନ୍ତି କି ଟ୍ରାଭେଲ୍ କିଛି କରୁଛନ୍ତି, ତାହେଲେ ଆପଣ ସାବଧାନର ସହିତ ଟ୍ରାଭେଲ୍ କରିବାକୁ ଅନୁରୋଧ। ଦୂର ଯାତ୍ରା କଲାବେଳେ ଆପଣ ଟିକେ ସାବଧାନ ରହିବେ, କାରଣ ଛୋଟ ଛୋଟ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ଅଛି। ଆପଣ ଯଦି ଆପଣଙ୍କ ବାଣୀକୁ ଆୟତ୍ତରେ ରଖିବେ ଏବଂ ଧୈର୍ଯ୍ୟ ସହିତ କୌଣସି କାମ କରିବେ, ତାହେଲେ କିଛି ମାତ୍ରାରେ ଏହି ମାସରେ ଆପଣଙ୍କୁ ସଫଳତା ମିଳିପାରେ। ଯଦି ଆପଣ ଧୈର୍ଯ୍ୟପୂର୍ବକ କୌଣସି କାମ କରିବେ ଏହି ମାସରେ, ତାହେଲେ ଆପଣଙ୍କୁ କିଛି ମାତ୍ରାରେ ସଫଳ ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଏହି ମାସଟି ବହୁତ ଲାଭଦାୟକ। ଏହି ମାସରେ ବିଦ୍ୟାର୍ଥୀମାନେ ବହୁତ ସଫଳତା ପାଇପାରିବେ। ବିଦ୍ୟାର୍ଥୀଙ୍କ ପାଇଁ ଏହି ମାସ ସର୍ବୋତ୍ତମ। ବିଦ୍ୟା କ୍ଷେତ୍ରରେ ଏହି ମାସରେ ଭଲ ଫଳ ମିଳିବ। ଯଦି କୌଣସି ଜାଗାରେ ପରୀକ୍ଷା ପତ୍ର କିଛି ଦେଇଛନ୍ତି, ତାହେଲେ ଶୁଭ ଖବର ଆସିବାର ସମ୍ଭାବନା ଅଛି। ଏହି ସେପ୍ଟେମ୍ବର ମାସରେ ଅର୍ଥ ଅଭାବରୁ କୌଣସି କାମ ଆପଣଙ୍କର ଅଟକି ରହିପାରେ। ଶତ୍ରୁମାନେ ମଧ୍ୟ ଏହି ମାସରେ ଆପଣଙ୍କର କିଛି ବଢ଼ିପାରନ୍ତି। କର୍ମକ୍ଷେତ୍ରରେ ରାହୁଙ୍କ ସାମ୍ନାରେ ବୁଧ ଥିବାରୁ ଆପଣଙ୍କର ସମ୍ମାନ ହାନି ହେବାର ଯୋଗ ରହୁଛି। କୋର୍ଟ କଚେରୀ କାମରୁ ଏହି ମାସରେ ଆପଣ ଟିକେ ଦୂରେଇ ରହନ୍ତୁ, କାରଣ ଏହି ମାସରେ କୋର୍ଟ କଚେରୀ ବେଶୀ ଭୟଙ୍କର ହୋଇପାରେ। ବୁଧ ବର୍ତ୍ତମାନ ଦ୍ୱାଦଶ ଘରେ ଥିବାରୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କିଛି ପ୍ରଭାବ ପଡ଼ିପାରେ, ଯେପରିକି ମୁଣ୍ଡବିନ୍ଧା, ଗଳାରେ କିଛି ଦରଜ ହେବା, ଏହିପରି ରୋଗ ମଧ୍ୟ ଛୋଟ ଛୋଟ ଲାଗି ରହିବ। ଧନାଧିପତି ଶୁକ୍ର ଏକାଦଶ ସ୍ଥାନରେ ଗୋଚର ଭାବରେ ଅଛନ୍ତି। ତେଣୁକରି ଯଦି ଆପଣ କିଛି ସେଭିଂ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ସେଥିରେ ସଫଳ ହେବେ। ସନ୍ତାନ ସନ୍ତତି ପାଇଁ ଯଦି କିଛି ପ୍ଲାନ୍ କରୁଛନ୍ତି, ତାହେଲେ ଏ ମାସରେ ନ କରିବା ଭଲ। 15 ତାରିଖରେ ଘାତ ଚନ୍ଦ୍ର ଥିବାରୁ ଟିକେ ସତର୍କ ରହିବେ। 17 ତାରିଖରେ ଆପଣଙ୍କର ଦ୍ରବ୍ୟ ଲାଭର ସୁଯୋଗ ଅଛି। 19 ତାରିଖରେ ଆପଣଙ୍କର ଧନକ୍ଷୟ ହେବାର ବହୁତ ସମ୍ଭାବନା ଅଛି। 23 ତାରିଖରେ ଧନ ଲାଭର ଯୋଗ ଅଛି। ଏହି ମାସଟି କନ୍ୟା ରାଶି ବିଶେଷଜ୍ଞମାନଙ୍କ ପାଇଁ କିଛି ଭଲ ନାହିଁ। ତେଣୁକରି ଆପଣ ସତର୍କତା ସହିତ ଭଗବାନଙ୍କର କଥା, ପ୍ରବଚନ ଇତ୍ୟାଦି ଆପଣ ଶୁଣିବାକୁ ଚେଷ୍ଟା କରନ୍ତୁ। ଆଜି ଏତିକି କହି ମୁଁ ଆପଣମାନଙ୍କଠୁ ବିଦାୟ ନେଉଛି। ଆପଣ ଏହିଭଳି କିଛି ଗ୍ରହ ନକ୍ଷତ୍ରଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ ମୋର ଏହି ଚ୍ୟାନେଲଟିକୁ ଆପଣ ନିଶ୍ଚୟ ସବସ୍କ୍ରାଇବ୍ ମାରିଦିଅନ୍ତୁ।